ମୁଁ ଶ୍ରୀ ପ୍ରଭାତ କୁମାର ନନ୍ଦ ଆମର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ମୁଁ ମୁଖ୍ୟ ଉପଦେଷ୍ଟା ଏବଂ ମୁଁ ବାଲ୍ୟକାଳରୁ ମୋ ଜଗନ୍ନାଥଙ୍କ ପ୍ରତି ସମର୍ପିତ। ଆଜି ଯେଉଁ ଆମର ଯେଉଁ କାର୍ଯ୍ୟକ୍ରମ ହେଇଛି ସେ କାର୍ଯ୍ୟକ୍ରମର ସୂଚନା ଦେବା ପାଇଁ ହେଇଛି। ଅନେକ ପ୍ରଶ୍ନ କରନ୍ତି ଜଗନ୍ନାଥ ମହାପ୍ରଭୁ ନିଜେ ତ ତାର ସମାଧାନ କରିଦିଅନ୍ତି, ସେ କ'ଣ ଏତେ ବିଭ୍ରାଟ କାହିଁ ସୃଷ୍ଟି କରୁଛନ୍ତି ଆମ ମନରେ। ସ୍କନ୍ଦ ପୁରାଣରେ ଲେଖାଯାଇଛି ଯେ ଏ ଶ୍ରୀଷ ମାନୁଷ ଲୀଳା, ଏଇ ଯେଉଁ ଆମର ଯେଉଁ କଳିଯୁଗରେ ସେ ଏକ ମନୁଷ୍ୟର ଲୀଳା କରୁଛନ୍ତି। ତେଣୁ ମନୁଷ୍ୟ ଲୀଳା କରିବା ପାଇଁ ସେ ଆଗକୁ ଆମକୁ ସତଜ୍ଞାନ ଦେଇଦେଲେ, କେଉଁଟା ପାପ କେଉଁଟା ପୁଣ୍ୟ, କେଉଁଟା ଠିକ୍ କେଉଁଟା ଭୁଲ, ସେ ଜ୍ଞାନ ଆମକୁ ଦେଇଦେଲେ। ତାପରେ ଆମେ କ'ଣ କରୁଛୁ ସେ ତାକୁ ଲକ୍ଷ୍ୟ କରୁଛନ୍ତି। ଏବଂ ଯେତେବେଳେ ସେ ଆମର ଅଧର୍ମ ଆଚରଣ ଅତ୍ୟଧିକ ହେବ ତାହେଲେ ସେ ନିଜେ ସେ ତାଙ୍କର ଅବତାର ଭାବରେ ସେ ଉତ୍ତୀର୍ଣ୍ଣ ହେବେ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ତେଣୁ ଯେତେବେଳେ ଗ୍ଲାନି ହେବ ତେଣୁ ସେତେବେଳେ ସେ ଯେଉଁ ନିରାଶ୍ରୟ ଲୋକମାନଙ୍କୁ ତାକୁ ଆଶ୍ରୟ ଦେବା ପାଇଁ ସେ ସୃଷ୍ଟି ହେବେ। ତେଣୁ ବର୍ତ୍ତମାନ ସେଇ ଗୋଟେ ସମୟ ଆସିଛି। ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁ ଆପଣମାନଙ୍କ ମାଧ୍ୟମରେ ଆମ ମାଧ୍ୟମରେ ଯେଉଁମାନେ ଆମେ ପ୍ରଚାର କରୁଛୁ ସଚେତନ କରୁଛନ୍ତି। ଯେଉଁମାନେ ଅସଚେତନ ଅଛନ୍ତି ତାଙ୍କୁ ଆମେ ସଚେତନ କରୁଛୁ। ଆରେ ବାବୁ ତୁମେ ରାସ୍ତାକୁ ପଳେଇ ଆସ, ଭୁଲ ଭଟକା କରନି। ଏତେ ଦିନର ଯେଉଁ ପରମ୍ପରା ରହିଛି ସେ ପରମ୍ପରା କାହିଁକି ତୁମେ ଭାଙ୍ଗିବାକୁ ଚେଷ୍ଟା କରୁଛ? ତେଣୁ ଜଗନ୍ନାଥ ତୁମର ଧୈର୍ଯ୍ୟକୁ ପରୀକ୍ଷା କରୁଛନ୍ତି। ଯଦି ଧୈର୍ଯ୍ୟ ଭାଙ୍ଗିଯିବ ତାହେଲେ ତୁମର ଯେଉଁ ଦଶା ହେବ, ତୁମେ ରାବଣ କଥା ମନେ ପକାଅ, କଂସ କଥା ମନେ ପକାଅ ଏବଂ ଅତୀତରେ ହିରଣ୍ୟକଶ୍ୟପ କଥା ମନେ ପକାଅ। ଏଭଳି ଅନେକ ଉଦାହରଣ ରହିଛି। ତେଣୁ ଇଏ ଏକ ଲୀଳା ଏବଂ ଏଇ ଲୀଳା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ଆମର ପ୍ରଚାର ପ୍ରସାର କରୁ। ନାଇଁ, ମୁଁ ସରକାରଙ୍କ ପାଖରେ ଦାବି ରଖିବାକୁ ଚାହୁଁଛି ଯେ ସରକାର ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଯେଉଁମାନେ ଅଦିନିଆ ରଥଯାତ୍ରା କରୁଛନ୍ତି, ବାବୁ କାହିଁକି କରୁଛ? ଆମର ତ ନିର୍ଦ୍ଦିଷ୍ଟ ତିଥି ଅଛି, ସେଇ ତିଥିରେ କଲେ ତମର ନିଜର ଗାରିମା ବଢ଼ିବ। ତେଣୁ ପ୍ରଥମେ ତାଙ୍କୁ ବୁଝାଯାଉ ତାଙ୍କର କ'ଣ ଅସୁବିଧା, କାହିଁ କରୁନାହାନ୍ତି ସେ କଥା ଚିନ୍ତା କରାଯାଉ। ତାପରେ ଅନ୍ୟ ପଦକ୍ଷେପ ତୁମେ ନେବାକୁ ଚେଷ୍ଟା କରିବ। ହଜାର ପ୍ରଚାର କଲେ ମଧ୍ୟ ଦୀଘାର ଯେଉଁ ମନ୍ଦିର ସେ ସାଧାରଣ ଜଗନ୍ନାଥ ମନ୍ଦିର ହୋଇ ରହିବ। ସେ କେବେ ଧାମ ହୋଇପାରିବ ନାହିଁ, ଜଗନ୍ନାଥ ଧାମ ହୋଇପାରିବ ନାହିଁ। ଧାମ କେଉଁଠି କିଏ ଘୋଷଣା କରେ? ଗୋଟେ ମଣିଷ କିଏ ଘୋଷଣା କରିଦେଲେ ଧାମ ହୋଇଯିବ? ଏଠି ମହାପ୍ରଭୁ ନିଜେ ଘୋଷଣା କରିଛନ୍ତି, ନିଜ ତାକୁ ଧାମ ବୋଲି ଶ୍ରୀକ୍ଷେତ୍ର ବୋଲି ଘୋଷଣା କଲେ। ଆଉ ତମେ କହିଲେ ତମେ ଉପହାସିତ ହେବ। କାଳକ୍ରମରେ ଭବିଷ୍ୟତରେ ଯେମିତି ଆମର କଳା ପାହାଡ଼କୁ ଯେମିତି ଭଳିଆ ଆମେ ସମାଲୋଚନା କରୁଛୁ ଯେ ଯେତେ ଚେଷ୍ଟା କଲେ ସେ ବିଗ୍ରହକୁ ସେ ନଷ୍ଟ କରିଦେଇ ପାରିଲା, କିନ୍ତୁ ତାର ଯେଉଁ ମାନେ ଅପକର୍ମ ସେ ସବୁଦିନ ପାଇଁ ଇତିହାସରେ ରହିଲା। ଯଦି ମମତା ବାନାର୍ଜୀ ଚାହୁଁଥିବେ ତାଙ୍କର ନା ଏଭଳି ଭାବରେ ଅପକର୍ମ ରହିବ, ପ୍ରଚେଷ୍ଟା କରନ୍ତୁ, ଦେଖୁ ଭବିଷ୍ୟତ କ'ଣ କହୁଛି। କାଳିଆ ଠାକୁର ତ ସବୁ ବଡ଼, ତାର ଅକର୍ତ୍ତୁଂ ଅକର୍ତ୍ତୁଂ ଅନ୍ୟଥା କର୍ତ୍ତୁଂ ସମର୍ଥ ସେ। ଯାହା କରଣୀୟ କରିବେ, ଯାହା ଅକରଣୀୟ ତାହା କରିବେ ଏବଂ ତା ଊର୍ଦ୍ଧ୍ୱରେ ଯଦି କ'ଣ ଥିବ। ଜୟଦ୍ରଥ କହିଲା ହଁ ସନ୍ଧ୍ୟା ହେଇଗଲା, ବର୍ତ୍ତମାନ ମୁଁ ଆସିକି ଉପରେ ମୁଁ ଆନନ୍ଦ କରିବି, ଦେଖିଲା ଆସି ଚକ୍ର ଢଳ ଘଟାଇଲେ ଦିନ ହେଇଗଲା। କର୍ତ୍ତୁଂ ଅକର୍ତ୍ତୁଂ ଅନ୍ୟଥା କର୍ତ୍ତୁଂ ସମର୍ଥ। ତାର କଥା ବି ଆମେ କ'ଣ କହିବା, ତାର ଶକ୍ତି ବିଷୟରେ କ'ଣ କହିବା, ସେ ଗୋଟେ ଆମକୁ ସୁଯୋଗ ଦେଉଛି ଆମେ ଆମକୁ ନିଜକୁ ସଂସ୍କୃତ କରିବା ପାଇଁ, ପରିମାର୍ଜିତ କରିବା ପାଇଁ। ତା ଉପରେ ସରକାର ଏକଦମ ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି ଆକ୍ସନ୍ ନେଇଛି। ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ମୁଖ୍ୟମନ୍ତ୍ରୀ କଡ଼ା ଚିଠି ଲେଖିକି ଦେଇଥିଲେ ୱେଷ୍ଟବେଙ୍ଗଲ ଚିଫ୍ ମିନିଷ୍ଟରଙ୍କ ପାଖକୁ ବନ୍ଦ କରିବା ପାଇଁ। ଯେଉଁଥିପାଇଁ କି ଶାନ୍ତ ପଡ଼ିଯାଇଛି ସେ ବିଷୟଟା। କେତେବେଳେ ଲୁଚେଇ ଛପେଇ ସାର୍ ଯଦି କରିବେ, ଆମେ ଜଗନ୍ନାଥ ସଂସ୍କୃତି ପରିଷଦର ସମସ୍ତ ମେମ୍ବର ଯାଇ ସେଇଠି ବସିକି ଆନ୍ଦୋଳନ କରିବୁ, ଆମେ ଛାଡ଼ିବୁନି। ଇଏ ସରକାର ଆମର, ଇଏ ସରକାର ଜଗନ୍ନାଥଙ୍କର। ତେଣୁ ଇଏ ଜଗନ୍ନାଥଙ୍କର ସରକାର ଯିଏ, ସେମାନେ ୟାକୁ ନିଶ୍ଚିତ ଭାବରେ ଆମକୁ ସହଯୋଗ କରିବେ। ଅସ୍ମିତା ଓଡ଼ିଆ ଅସ୍ମିତା କହିକି ଇଏ ସରକାର ଠକଉନି, ଇଏ ସରକାର ଓଡ଼ିଆ ଅସ୍ମିତା କହିକି କାମ କରୁଛି। ଆମେ ବା ସେଇଟାକୁ ଦାବି ରଖିଛୁ, ଆମେ ସେଇଟାକୁ ହିଁ କହିଛୁ ଜଗନ୍ନାଥ ଧାମ ହେଇପାରିବ ନାହିଁ। ଜଗନ୍ନାଥ ଧାମ ହେଲେ ଆମେ ପ୍ରତିବାଦ କରୁଛୁ, ଆମେ ରାଜରାସ୍ତାକୁ ଓହ୍ଲେଇବୁ ଯଦି ସେ ଧାମ କହିବେ। ମୁଁ ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସେକ୍ରେଟାରୀ। ଆମର ପଶ୍ଚିମବଙ୍ଗ ହେଉ ଯେକୌଣସି ଜାଗା ହେଉ, ଆମେ ଦେଖୁଛେ ଜଗନ୍ନାଥଙ୍କ ନାଁକୁ ବହୁତ ବିକୃତ କରାଯାଉଛି। ସମଗ୍ର ପୃଥିବୀରେ ଗୋଟିଏ ମାତ୍ର ଜାଗା ପୁରୀ ଶ୍ରୀକ୍ଷେତ୍ର, ସେ ହେଉଛି ଜଗନ୍ନାଥ ଧାମ। କିନ୍ତୁ ଅନେକ ଜାଗାରେ ଜଗନ୍ନାଥ ଧାମ ବୋଲି ଯେଉଁ କହିକି ଯେଉଁ ପ୍ରଚାର ପ୍ରସାର କରାଯାଉଛି, ଏହାକୁ ନିଶ୍ଚିତ ଭାବରେ ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ଦୃଢ଼ ନିନ୍ଦା କରୁଛୁ ଆଉ ଘୋର ବିରୋଧ କରୁଛୁ। ଏବଂ
ତା ସହିତ ଜଗନ୍ନାଥଙ୍କର ରଥଯାତ୍ରା କେବଳ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୁଏ। ଏହା ଛଡ଼ା ଅନ୍ୟ ବିଭିନ୍ନ ପ୍ରକାର ତିଥିରେ ମଧ୍ୟ ଆଜି ମଧ୍ୟ ଗୋଟିଏ ଇଂଲଣ୍ଡର ଲଣ୍ଡନ ସହରରେ ଆଜି ମଧ୍ୟ ରଥଯାତ୍ରା ହେଉଛି ଏବଂ ରେଗୁଲାର ଗ୍ୟାପ୍ରେ ମାସେ 2 ମାସ ଲେଖେ ଛାଡ଼ିକି ପୁଣି ରଥଯାତ୍ରା ସେଠି ହେବ ବୋଲି ଯୋଜନା କରାଯାଉଛି। ତେଣୁ ଇଏ ତ ନିଶ୍ଚିତ ଭାବରେ ଆମ ଓଡ଼ିଆମାନଙ୍କ ପାଇଁ ଗୋଟେ କୁଠାରାଘାତ। ତେଣୁ ଯେହେତୁ ସମଗ୍ର ପୃଥିବୀରେ ଯେଉଁ 4ଟି ଧାମ, ସେ 4ଟି ଧାମ ଭିତରୁ ଜଗନ୍ନାଥ ଧାମ ପୁରୀରେ ଆମେ ଯେମିତି ବଦ୍ରିନାଥ ରାମେଶ୍ୱର ୟାକୁ ଆମେ ଅଲଗା କେଉଁଠି କରିପାରିବା ନାହିଁ, ଜଗନ୍ନାଥ ଧାମ ମଧ୍ୟ ସେମିତି ଅଲଗା କେଉଁଠି ହେଇପାରିବ ନାହିଁ। ତେଣୁ ଏ ଯେଉଁ କରାଯାଉଛି ଏହା ଏକ ଘୋର ଦୁଃଖ ଆଉ ପରିତାପର ବିଷୟ। ତେଣୁ ଆମେ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ଘୋର ବିରୋଧ କରୁଛୁ ଆଉ ଦୃଢ଼ ନିନ୍ଦା କରୁଛୁ। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି, ଇଂଲଣ୍ଡରେ ଯେଉଁଟା ହେଉଛି ସେଇଟା ଇସ୍କନ ତରଫରୁ କରାଯାଉଛି। ଇସ୍କନ ସଂସ୍ଥା ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରେ, ଭଗବାନ ଶ୍ରୀକୃଷ୍ଣଙ୍କର ସେ ପୂଜକ ଉପାସକ। ଆମେ ଓଡ଼ିଶା ହେଉ, ଭାରତବର୍ଷ ସମଗ୍ର ଭାରତ ହେଉ, ଭଗବାନ ଶ୍ରୀକୃଷ୍ଣଙ୍କୁ କିଏ ବା ନ ମାନେ କିଏ ତାଙ୍କର ଉପାସକ ନୁହେଁ। ଶ୍ରୀକୃଷ୍ଣଙ୍କର ବଡ଼ ପର୍ବ ସବୁଠୁ ହେଉଛି ଜନ୍ମାଷ୍ଟମୀ। ଆଚ୍ଛା, ଆମେ ଜନ୍ମାଷ୍ଟମୀ ଯେଉଁ ତିଥିରେ ପଡ଼େ, ଆମେ କ'ଣ ଜନ୍ମାଷ୍ଟମୀ ତିଥିକୁ ଅନ୍ୟ କୌଣସି ତିଥିରେ କରିପାରିବା କି? କରୁଛେ କି? ତେଣିକି ସେ ଖରା ହେଇଥାଉ, ବର୍ଷା, ଶୀତ, କାକର ଯାହା ବି ହେଇଥାଉ। ଠିକ୍ ସେମିତି ଯାହା ବି ହେଲେ ମଧ୍ୟ ନିଶ୍ଚିତ ଭାବରେ ଯେଉଁ ନିର୍ଦ୍ଦିଷ୍ଟ ତିଥି ରହିଛି ଜଗନ୍ନାଥଙ୍କର, ସେ ତିଥିରେ ହିଁ ତାହା କରାଯିବା ଉଚିତ। ତେଣୁ ଏହା ତିଥି ନ କଲେ ଏହା ଏକ ଅସଙ୍ଗତି, ଏହା ଆମକୁ ନିଶ୍ଚିତ ଗୋଟେ ଅପମାନ ବୋଲି ବୁଝାପଡ଼ୁଛି। ତେଣୁ ସେଥିପାଇଁ ଏହା ଠିକ୍ ତିଥିରେ ହେବା ଦରକାର।